ମୋର ସକାଳ ପ୍ରଥମ କାମ ହେଲା ଯିବି ଅବିକା ସେ ଝିଅକୁ ନେଇକି ଆସିବି। ଆସିଲେ ଆମର ଚାଉମିନ ଅଛି ସେ ଘରେ ଶୁଖୁଛି, ତାକୁ କାଢ଼ିକି ଦର ପୁରାଯିବ। ଆସିଲା ପରେ ଓଜନ ହେବ। ଓଜନ ହେଇସାରିଲା ପରେ ମେସିନ୍ ଚାଲିବ। ଆଜି ଅଧିକ କାମ ଅଛି। ଆଉ ଏବେ ଟାଇମ୍ ବାଜିଲାନି 8ଟା। ଯାଉଛି ସେ ଝିଅକୁ ନେଇକି ଆସିଲେ କାମ କରିବି। ତାପରେ କାମ ସରିଲା ପରେ ଆସିବି ଉପରକୁ ଖାଇବି। ଆଉ ଅବିକା ଗୋଟେ କେକ୍ ଟା ଖାଇଦେଇ ଗଲି। ଆଉ କାମ ସାରିକି ଆସିଲେ ପଖାଳ ଖାଇବି। ଆଉ ଏବେ ଯିବା ଆସିବା ସେ ଝିଅକୁ ନେଇକି ଆସିଲେ କାମ ହେବ। ଶିବାନୀ ପୁଅ ଶୋଇଛି। ଆମ ଶିବାନୀ ଆଉ ପୁଅ ଶୋଇଛନ୍ତି, ଉଠିନାହାନ୍ତି। କେକ୍ ଦିଆହେଇଛି, ମୁଁ କେକ୍ ଦେଇ ଗଲି, ସେ ତାଙ୍କୁ ଶୋଇଛନ୍ତି। ସେ ଝିଅକୁ ଧରିକି ଆସେ, ସେ ତାଙ୍କର ଆସିଲା ଉଠି ହେଇଛି। ଅଜା ଅଜା କ'ଣ କରିଲେ ଖାଇବି। ଆଉ ଚାଲିନି ମାନେ ସେ ଶୋଇଥାନ୍ତା ଘରେ। ଆଚ୍ଛା, ଏବେ ବାହାରିକି ଯାଉଛି ସେ ଝିଅକୁ ନେଇକି ଆସିବି। ଆଉ ରାସ୍ତା ଯାଉଛି ବଜାର, ନୂଆ ବଜାର। ମୁଁ ଆସି ତାଙ୍କ ରାସ୍ତା ଉପରେ ବସିଛି, ସେ ଝିଅ ଆସିବାର ନାଁ ନାହିଁ କି ଦେଖା ନାହିଁ। ସେତେବେଳେ ଆଉଛି ଆସୁ ପୁଣି ବସିଛି। ଆଉ ଫୋନ୍ କରିକି ଆଇଲି ଆ ଜଲ୍ଦି, ତଥାପି ସେ ଆସିନି ଟୋଟାଲି। ସବୁବେଳେ ଲେଟ୍। ଆଣିକି ଏଠି ଆମର ଷ୍ଟାର୍ଟ ହେଇଗଲାଣି କାମ, ଏବେ ଚାଲିଲାଣି। ମଇଦା ଫ୍ୟାକ୍ଟ୍ରି ବୁଳଉଛୁ, ବୁଳେଇ ସାରିଲା ପରେ ମେସିନ୍ ଚାଲିବ। ଆଉ ଏବେ ବର୍ଷା ଜୋର ପକେଇଲାଣି। ବର୍ଷା ପକେଇଲାଣି, କାମ ଛାଡ଼ିଦେବି। ଆଉ ନୂଆ ନୂଆ କାମ ଅଛି ଆହୁରି ବହୁତ। ଲାଇନ୍ ଯଦି ପଳେଇବ ଗଲା, ଆଉ ଆଜି ଲେଟ୍ ହେବ। ଆଉ ବର୍ଷା କାଚିଲାଣି। ବର୍ଷା ଜୋର ପକଉଛି। ବର୍ଷା ଜୋର ପକେଇଲାଣି। ଆଉ ବର୍ଷା ଟିକେ ହେଲା ଥଣ୍ଡା ଲାଗିବ। ଆଉ ଭିତରେ ପୁରା ଗରମ ହେଉଥିଲା ଆମର। ଜୋର ବର୍ଷା ପକଉଛି। ଟିକେ ଖରା ଦେଖିଥିଲା, ସାଙ୍ଗେ ସାଙ୍ଗେ ମାନେ ଅନ୍ଧାରିଆ କରିକି ବର୍ଷା ପକେଇଲାଣି ଜୋରରେ। ବର୍ଷା ପକଉ, ମୁଁ ମୋ କାମ କରେ। କମ୍ପାନୀ କାମ ସାରିକି ଗୋଦାମ ଯାଉଛି, ମଇଦା ନେଇକି ଯିବି। ଆଉ ଯାଉଛି, ପହଞ୍ଚିଲେଣି ଗୋଦାମ। ଆଉ ଅଳ୍ପ ବାଟ ଅଛି, ଛତ୍ର ବଜାର ହେଇଗଲେଣି। ମଇଦା ଦୁଇଟା ଧରିକି ପଳେଇବି, ବର୍ଷା ଉଠେଇଛି। ଛତ୍ର ବଜାର ଭିତରେ ବସିକି ଯିବି। ଆଉ ଆସିକି ପହଞ୍ଚିଲେ ଏବେ କମ୍ପାନୀରେ ଜଷ୍ଟ ଆସିକି ପହଞ୍ଚିଛି। ବର୍ଷା ପୁରା କାଚି ଦେଇଗଲା। ଆଉ 2-3 ମିନିଟ୍ ଲେଟ୍ କରିତେ ମଇଦା ସବୁ ଓଦା ହେଇଥାନ୍ତା। ଆସିକି ପହଞ୍ଚିଲେନି। ବାଇକ୍ ଉପରକୁ ଟିକେ ଦାନା ଦୁଇଟା ନେବା, ଦାନା ନେଇ ସାରିକି ଆଉ କ'ଣ କାମ ଅଛି ଯିବା, କାମ କରିବା। ବର୍ଷା ପୁଣି ଉଠେଇକି ରହିଛି, ଖରା ହେଉଛି ପୁଣି ବର୍ଷା ହେଉଛି, ଉଠେଇକି ରହିଛି ପୁଣି ବର୍ଷା ପକେଇବା। ଯିବି ଖାଇସାରିଲା ପରେ ଯିବି କାଠ ଆଣିବାକୁ। କାଠ ଆଣି ସାରିଲା ପରେ ଆଉ କମ୍ପାନୀ କାମ ଅଛି, କାମ ସାରିବି। ଆଉ କମ୍ପାନୀ କାମ ସାରିଲା ପରେ ରାତିକି ପୁଣି ଶିବାନୀ ନେଇକି ଯିବାକୁ ପଡ଼ିବ। ସେ କ'ଣ ଚୁଡ଼ି ଫୁଡ଼ି କିଣିବ, ଗାଁକୁ ଯିବ, ତା ନାହିଁ ଚୁଡ଼ି ଫୁଡ଼ି କିଣିବ। ଯିବୁ 2 ଜଣ ଆଉ ସନ୍ଧ୍ୟାକୁ। ଆଉ ବଜାର ଟିକେ ବର୍ଷା ଜଷ୍ଟ ଛାଡ଼ିଛି ଏବେ। ଗଛ ପାଣି ଏବେ ଲାଗିଛି ସବୁ। ଯିବା ଖାଇବା। ଶିବାନୀ ଏତେ ଘର ଭିତରେ କବାଟ ଦେଇକି ବସିଛନ୍ତି। ଆଉ ଡାକିବା ଦେବୁ ଖାଇବାକୁ। ଶିବାନୀ ଦେବୁ ଖାଇବାକୁ ଦେଲୁ। ଖାଇବାକୁ ହେଇଛି। ଏଠି ସବୁ ପ୍ୟାଣ୍ଟ ସାର୍ଟ ଆଣି ଶୁଖେଇକି ଫ୍ୟାନ୍ ଦେଇଦେଇକି ପଳେଇ ହେଇଛି। ଫ୍ୟାନ୍ ଚାଲିଛି, ପ୍ୟାଣ୍ଟ ସାର୍ଟ ଶୁଖୁଛି। କ'ଣ କହିବ କହିଲ, ଖାଇବି ଏଠି ମୁଁ। ଏଇଟା ଝରକା ପତ୍ର ସବୁ ବନ୍ଦ କରିଦେଇଛି। ପରେ ଖାଇବାଟା ଶିବାନୀ କ'ଣ କରୁଛି ଦେଖିବା। ଯାଇଛି ବାହାରୁଛି ଖାଇବା। କ'ଣ ଖାଇବା କରୁଛି ବାହାରୁଛି କିଛି ଜାଣି।
ଭାତ ଆଳୁ ତରକାରୀ ହେଇଛି। ବାଡ଼ିକି ନେଇକି ଆ, ମୁଁ ଏପଟେ ବସିଛି। ଘରଟା ପୁରା ଅନ୍ଧାର କରିଦେଇଛି, ଅନ୍ଧାର କରିକି ଶୋଇଛନ୍ତି। ପୁଅ ଶୋଇଛି ଏଠି, ଏଇଟା ବସିକି ଭାତ ବାଢ଼ୁଛି। ଧରିକି ଆସୁ, ବସେ ଫ୍ୟାନ୍ ଟିକେ, କୁଲର୍ ଚଲେଇକି ଯାଇଥିବୁ ବସିବା ଟିକେ, କୁଲର୍ ବଢ଼ିଆ ପବନ ଦେଉଛି। ଭାତ ଆସିଗଲା, ଭାତ ତରକାରୀ ଆସିଗଲା। ଲୁଣ ନେଇକି ଆ। ମୋର ଭାତ ସବୁ ପିଆଜ ଥିବ, ପିଆଜ ଲୁଣ। ପାଣି ବୋତଲ ଆଣିବୁ। ପିଆଜ ଦେଇଥିଲେ, ଲଙ୍କା, ଲେମ୍ବୁ, ଲୁଣ। ରାଗିକି ଯାଉଛି, ରାଗି 3-4 ଦିନ ହେଲା କିଛି କଥା କହୁନି ମୋତେ। ଖାଲି ଯାହା କହିଲା ଦେଇ ପଳେଇବ, କିଛି କହୁନାହିଁ। ସେଥିପାଇଁ ରାଗିଛି ମୋ ଉପରେ। ହଉ ଖାଇଦେବା, ଖାଇକି ଯିବା, କାମ ଅଛି ଆମେ। ହଁ ମୁଁ ଦେବ ସେ ପଇସା ଦେଇଦେ, ଏକ୍ସଚେଞ୍ଜ ପଇସା ରଖିଦେ। ଆଇଲାଣି ପଇସା, ଆମ ପଇସା। ହଁ କାଇଁ ସେ ଆକାଉଣ୍ଟରେ ଅଛି, ସେ ଦେ। ଆଇଲାଣି? ହଁ। ଆଉ କି ଦେଇଦଉନ ମୋତେ କ୍ୟାସ୍। କ୍ୟାସ୍ କୋଉଠି ଦେବି ତତେ? ତାର ପଇସା ଅଛି, ତାର ଆଇଛି 7,000 ଟଙ୍କା। ସିଏ କେତେ ଟଙ୍କା କମ୍ ଆମ ହିସାବ ବାହାରି କହିଲେ ସିନା। ସେ ସନ୍ଧ୍ୟାକୁ ଦେଖିବା, ତୁ ଦେ ସେ ପଇସା ଦେ। ଏଇଟା 4,000 ଅଛି, ଯେଉଁ କାଲି ଦେଇଥିଲା ଯଦି କହି 5,000, ସେ 5,000 ଦେଇଦେ। ମୁଁ 5,000, ହଁ ଏଇ 4,000 ଦେବୁ, ମୁଁ 5,000। ଆମର ଚେଞ୍ଜ ପଇସା ଦରକାର ନା, ଆଉ ସବୁ 500 ଟଙ୍କିଆ ଗୁଡ଼ାକ ସବୁ ଅଛି। ସେଇଥିପାଇଁ ଚେଞ୍ଜ ପଇସା ମୁଁ ରଖିଦେଲି, ଏଇଟା କମ୍ପାନୀ ପଇସା ରଖିଦେଲି। ଆଉ ଆମର ଯେଉଁ 500 ଟଙ୍କିଆ ଗୁଡ଼ାକ ସେଇଟା ମୁଁ ନେଇଯିବି। ଆଉ କାଇଁ ମାମା କ'ଣ ଦେଖିଲୁ, ମାମା କ'ଣ କରୁଛି ଦେଖେ ଟିକେ ଏଇଟା। ମୋ ଗାଁର ପଇସା ବାହାରିଲା। ଥାଉ, ପାଞ୍ଚଶହ ଟଙ୍କିଆ ଗୁଡ଼ା ଆମର ଚେଞ୍ଜ ପଇସା ଦରକାର ନା, ସଉଦାପତ୍ର ଆଉ 100-200 ଦରକାର। ସେ 500 ଟଙ୍କିଆ ଗୁଡ଼ାକ ଅଛି, ସେଇଥିପାଇଁ ଏକ୍ସଚେଞ୍ଜ କରିଦେଲି। ଆଉ ଏକ୍ସଚେଞ୍ଜ ହେଇଗଲା ପଇସା। ଦେ ପଇସା ପତ୍ର ପୁରା ସେ ପୁରା ନିଘିଡ଼େଇକି ଦେଖି, ଚଷା ପିନ୍ଧି ପଡ଼ୁନ ହଁ ଦେଖାଯାଉଛି। 100 ଟଙ୍କିଆ ଗୋଟା ଗଳିବ, ଅଧଘଣ୍ଟେ 100 ଟଙ୍କିଆ ଗଳିବ। ସେଟା ଗଳିବନି ପଇସା। ପଇସା ପଇସା ଏଇଟା। ହଁ ହଁ, ମାମା ଦେଖ ପଇସା କ'ଣ ଅଛି ଦେଖି। ମାନେ 1,000 କରି ଗଣୁ, 4,000 କରି ଗଣାଇ ରଖାହେଉଛି। ପାଟି କରନା ଶୁଣା, ଦେଖିଲୁ ମାମା କ'ଣ କରୁଛି ଏଇଠି, ପଇସା ଗଣୁଛି। ଧରା ପଇସା 5,000 କାଲି ମିଳିଥିଲା, 5,000 ଥିଲା, ଆମର 500 ଟଙ୍କିଆ ଥିଲା ତ ଚେଞ୍ଜ କରିଦେଲି। ଆଉ 4,000 ସେ ଗଣୁଛି ଯେ 4 ଥର ଗଲାନି, 1,000 କରି ଗୋଟେ କି ଯେମିତି କମିବନି। ଠିକ୍ ଅଛି ତ? ହିସାବ କରି ପଠେଇବ ଫଟୋଟା। ହଁ ପଠେଇନି ଫଟୋ, ଏଇ ହିସାବ କରି ଦେବ ନା, ପଠେଇବ ନା, ସେମିତି ପଠେଇଦେବ। କାଉର ବଳ ହେଉଛି କ୍ୟାସ୍ଟା। ମୁଁ ଏଇଟା ଆଜି ଆଉ ଜିନିଷ ଆଣିବୁ, କ୍ୟାସ୍ଟା ତୁ ଛେନା ଗୋଟା ରହିବ କାଳେ।
ହଁ ଆଜି ବି ଆଣିବାକୁ ଆହୁରି ମଇଦା 3ଟା ମଇଦା ଧରିକି ଆଇଛି। ହଉ କି ମନା କରୁଛି କି ସେ ଏକା କଥା ନାହିଁ କ୍ୟାସ୍ ନେଲେ ଯାହା ସେ ଅନଲାଇନ୍ ପଇସା ନେଲେ ମୁଁ କହୁଛି ଅନଲାଇନ୍ ତାର ସେ ପଇସା ଅଲଗା ଏ ପଇସା ଅଲଗା ଇଏ କମ୍ପାନୀ ପଇସା ସେ ତା ନିଜ ମୁଁ ପଇସା। ବୁଝିପାରୁଛି ତମେ ବୁଝିପାରୁନ କି ମୁଁ କହିଲି କି ଇଏ ଯଦି ହିସାବ କରିକି ଦେଇଥାନ୍ତେ ଆମେ ଦେଖିଥାନ୍ତେ ଆମର କେତେ ଟଙ୍କା ବାହାରୁଛି ଏତିକି ଟଙ୍କା ଗୁଦାମରେ ଅନଲାଇନ୍ରେ କେହି ନେଉନାହାନ୍ତି ସବୁ କ୍ୟାସ୍ ଗୁଦାମରେ ବହୁତ ଅଧିକ ଟଙ୍କା ନା ଅନଲାଇନ୍ ଫ୍ରଡ୍ ହେବ ବୋଲି ନେଉନାହାନ୍ତି ଗୁଦାମରେ ଅନଲାଇନ୍ ନାହିଁ କିନ୍ତୁ ବହୁତ ଗୁଦାମରେ କେହି ଅନଲାଇନ୍ ରଖୁନାହାନ୍ତି ସବୁ କ୍ୟାସ୍ ଅନଲାଇନ୍ ଯିବୁ ତୁ ମନା କରିବେ ଚିହ୍ନା ଜଣା ଯିଏ ଥିବ ଯଦି ଦେଇପାରେ ନହେଲେ ନାହିଁ। କ'ଣ ଲ ସୁନା କ'ଣ ଡାଲିଛୁ ସଇଲା 11 ମୁଁ ଚାଲିଲି ମୋ ଖା ପିଇବା ସଇଲା ଆଉ କ'ଣ ଖୋଲୁଛୁ ଫୋନ୍ ଦେଖୁଛି ପଇସା ଠିକ୍ ଅଛି କି ନାହିଁ କିଏ ନେଇଯିବ କ'ଣ ବାବା ଉଡ଼େଇ ଦେଉଛି ପଇସାକୁ। ସେଠି କ'ଣ କରିବ ଅଇଁଠା ଗୋଟେଇବୁ ଖାଇ ଦେଇଗଲି ସେ ଅଇଁଠା ଗୋଟେଇବ। ହଉ ତୁ ଅଇଁଠା ଗୋଟା ପିକୁ ତ ମୁଁ ଯାଉଛି ମୁଁ ଯିବି କାଠ ଆଣିବାକୁ ଯିବି ରହିବିନି। ମୋର ଖା ପିଇବା ସଇଲା ଏବେ ମୁଁ ଚାଲିଲି ଯିବି ମୁଁ କାଠ ଫାଟ ଧରିକି ଆସିବି ଆହୁରି କାଠ ଫାଟ ଅଛି କାଲି ପାଇଁ କାମ ହେବ ନା କାଠ ଆଣି ଯାଉଛି କାଠ ଧରିବି ତାପରେ କାମ ଅଛି ଆହୁରି ସଇଲା ବେଳକୁ ରାତି 8ଟା ହେଇଯିବ। ତୁ ଯା ମିକୁ ଯା ମାମା ଦେଇ ଯା ଯା ମୋ ପଛରେ ଦେଉଛି ଯା। କମ୍ପାନୀ ଭିତରେ ବସିଲା ପ୍ରବଳ ଗରମ ବାହାରକୁ ଆଇଲା ବେଳକୁ ପୁରା ଥଣ୍ଡା ବଢ଼ିଆ ଲାଗୁଛି ବର୍ଷା ହେଇଛି ଗଛ ପଟ ପୁରା ପାଣି ଲାଗିଛି ବାହାରେ ଯାଇ ପୁରା ଥଣ୍ଡା ଲାଗୁଛି। ଯାଉଛି ଅଭିଆ କାଠ ଆଣିବାକୁ ଯାଉଛି। ଏମିତି ବର୍ଷା ଲାଗେ ରାସ୍ତା ଗୋଟେ ପାଣି କରିଦେଲା ପୁରା 10-15 ମିନିଟ୍ ପୁରା ପାଣି ରାସ୍ତା। କାଠଗୋଲାରେ ଆସି ପହଞ୍ଚିଗଲି ରାସ୍ତା ପାର କାଠ ଚିରା ହେଉଛି ବର୍ଷା ହେଇଛି ତ ଓଦା ହେଉଛି। ମେନ୍ ରୋଡ଼ ଲାଗିଛି ପୁରା କାଠ ଗୋଲାଟା ଗାଡ଼ି ରହିଲା ଏବେ କାଠ ଯଦି ନ ହେବ ଲଡ଼ ହେବ ଗାଡ଼ି ଚକା ତ ଜାମ୍ ଦେଇଦେବା ନା ପଛକୁ ଗଡ଼ିଯିବ ଗାଡ଼ି ଏଇ ଇଟାଟା ଦେଇଦେବା। ଚାଲ ଏଠି ପାଣି ପଡ଼ିକି ଓଦା ହେଇଯାଇଛି ସବୁ କାଠ ଏଠି ଫାଳେ ଓଦା ହେଇଯାଇଛି ସବୁ ଏପଟେ ଶୁଖିଲା ଅଛି ଏଇ କାଠ ଗୁଡ଼ା ନେବା ଆଉ। ଓଜନ କରିଦେଲି 50 କିଲୋ ଦଣ୍ଡିର ଓଜନ ହେଇଗଲା ତାପରେ ଲୁନା ନେଇକି ଥୋଇବି ଆଉ ଅଳ୍ପ ଥୋଇଛି ଆଉ ଏ ସବୁ ନେଇକି ଥୋଇକି ତାର ରୋଷେଇ ଭିଡ଼ିବି ଆଉ। ମୋର କାଠ ଲୋଡ଼ କରିଦେଲି ଟ୍ୟୁବ୍ ବାନ୍ଧିଦେଲି ରେଡ଼ି କରିଦେଲି ଏବେ ସିଧା କମ୍ପାନୀକି ଆଉ ଘରୁ ବାହାରକୁ ନାହିଁ ସିଧା କମ୍ପାନୀ କାମ ସରିଲେ ତାପରେ ପୁଣି ଆଉଥରେ ଗୋଦାମ ଯିବା ଆଉ। ତ ଆସିଲା ବେଳେ ମାଛ ବସିକି ଏଠି ମୋବାଇଲ କେଞ୍ଚି ହେଉଛନ୍ତି ଖାଇଲେ ପିଇଲେ ଗଳିଲେ ଆଉ କ'ଣ ମୋବାଇଲ ଦେଖିବା ଆଉ କିଛି କାମ ନାହିଁ।